ଖରୁଡ଼ା ସମାଜର ଦ୍ୱିତୀୟ ବାର୍ଷିକ ମହୋତ୍ସବ ଆସନ୍ତା 31 ତାରିଖ ଶନିବାର ଏବଂ ଫେବୃଆରୀ 1 ତାରିଖ ରବିବାର 2 ଦିନ ଧରି ବଗଲା ଧର୍ମଶାଳା VIP ସୁଟ୍ରେ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ବାସ କରୁଥିବା ଆମ ଏହି ଖରୁଡ଼ା ଜାତିର ଭାଇ ଭଉଣୀମାନେ ଏବଂ ନେତୃସ୍ଥାନୀୟ ବ୍ୟକ୍ତିମାନେ ପ୍ରାୟ 3500ରୁ ଅଧିକ ସଂଖ୍ୟାରେ ଯୋଗଦାନ କରୁଛନ୍ତି। ଏହି ଯୋଗଦାନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଏହି କାର୍ଯ୍ୟକ୍ରମ ଦ୍ୱାରା ସେମାନେ ପ୍ରତି ଜାଗା ଯେଉଁ ଜାଗାରୁ ଆସିଛନ୍ତି ଭାଇ ଭଉଣୀମାନେ ସେମାନେ ଏଠାର କାର୍ଯ୍ୟକ୍ରମର ବାର୍ତ୍ତାକୁ ତାଙ୍କ ଅଞ୍ଚଳରେ ପହଞ୍ଚାଇବେ ଏବଂ କାର୍ଯ୍ୟକ୍ରମ ଗୁଡ଼ିକୁ ଆଗେଇ ନେବେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ବାର୍ତ୍ତାଟା ହେଲା ଆକ୍ଚୁଆଲି କେମିତି ଆମର ଆକ୍ଚୁଆଲି ଇଏ ଗୋଟେ ଆମେ ହେଲୁ ଶିଳ୍ପୀ ଜାତି, ଯେଉଁ ଭାରତ ସରକାର ଶିଳ୍ପୀ ଜାତିକି ଆକ୍ଚୁଆଲି ଉତ୍ସାହିତ କରିବା ପାଇଁ ଯେଉଁ ପ୍ରକାର ଆକ୍ଚୁଆଲି ସୁବିଧା ସୁଯୋଗ ଦେଉଛନ୍ତି, ଏଇ ଖରୁଡ଼ା ଜାତିଟା ପ୍ରଥମରେ ଇନକ୍ଲୁଡ୍ ତା ଦେହରେ ନାହିଁ। ତେଣୁ ଆକ୍ଚୁଆଲି ସେଇଟା ପ୍ରଥମେ ଆମେ ସରକାରଙ୍କ ପାଖରେ ଦାବି ଜଣାଉଛୁ ଯେ ଆମକୁ ଶିଳ୍ପୀ ଜାତି ହିସାବରେ ଆକ୍ଚୁଆଲି ଗ୍ରହଣ କରିବା ପାଇଁ। ଖରୁଡ଼ା ଓବିସି ଆଉ ତେଣୁ ସେଇଟା ହେଲା ମୁଖ୍ୟ ଉଦ୍ଦେଶ୍ୟ। ଆଉ ଜାତିର କେମିତି ଆକ୍ଚୁଆଲି ମାନେ ଜାତିର କେମିତି ଉନ୍ନତି ହେବ ସେଇଥିପାଇଁ ଆମେ ଗୋଟେ ଆକ୍ଚୁଆଲି ଖସଡ଼ା ବା ସରଣୀ ଆକ୍ଚୁଆଲି ତିଆରି କରିବାକୁ ଯାଉଛୁ, ଯେଉଁଟାକି ସେଇଟା ଆମର ପ୍ରକାଶ କରାଯିବ। ଏଇ 2 ଦିନର କାର୍ଯ୍ୟକ୍ରମରେ ଆମର ଓଡ଼ିଶା ସରକାରଙ୍କର ଯଥା ଆକ୍ଚୁଆଲି ବାଚସ୍ପତି ମହୋଦୟା ସୁରମା ପାଢ଼ୀ ପ୍ରଥମ ଦିନ ଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତା ସହିତ ଡାକ୍ତର ମୁକେଶ ମହାଲିଂ କ୍ୟାବିନେଟ୍ ମନ୍ତ୍ରୀ ସେ ମଧ୍ୟ ଆକ୍ଚୁଆଲି ଉପସ୍ଥିତ ରହି ଆମମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏବଂ ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସିଏ ଏହି କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥିତ ରହି ଆମକୁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। 1 ତାରିଖ ଦିନ ଗୋଟେ ସକାଳେ ଆମେ ଶାନ୍ତି ଶୋଭାଯାତ୍ରା ଯେଉଁଟାକି ଗୁଣ୍ଡିଚା ମନ୍ଦିର ଠାରୁ ଆରମ୍ଭ ହେବ ସକାଳ 7:30ରେ ଏବଂ 9ଟା ସୁଦ୍ଧା ସକାଳ 9ଟା ସୁଦ୍ଧା ବଗଲା ଧର୍ମଶାଳାକୁ ଶେଷ ହେବ। ଏବଂ ସେହି ଦିନର ଯେଉଁ ବଗଲା ଧର୍ମଶାଳାରେ କାର୍ଯ୍ୟକ୍ରମ ରହିଛି ସେଥିରେ ଆମର ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଆକ୍ଚୁଆଲି ଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତା ସହିତ ଆମର ଉପାସନା ମହାପାତ୍ର ବିଧାୟିକା ଯେଉଁଟାକି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ସେ ମଧ୍ୟ ଉପସ୍ଥିତ ରହିବେ ଏବଂ ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମଧ୍ୟ ସମ୍ମାନିତ ଅତିଥି ରୂପେ ଆମକୁ ଖରୁଡ଼ା ସମାଜର ଯେଉଁ ବ୍ୟକ୍ତିମାନେ ବିଶେଷ କରି ଗାଁ ଗହଳିରେ ରହିଛନ୍ତି ସେମାନଙ୍କର କିଭଳି ଉତ୍ତରୋତ୍ତର ଉନ୍ନତି ହେବ ତା ପାଇଁ ଆମେ ଗୋଟେ ଆକ୍ଚୁଆଲି ସରଣୀ ପ୍ରସ୍ତୁତ କରିଛୁ, ଯେଉଁଟାକି ଆକ୍ଚୁଆଲି ଏହି କାର୍ଯ୍ୟକ୍ରମରେ ଉପସ୍ଥାପନା କରାଯିବ ଏବଂ ସରକାରଙ୍କର ସହଯୋଗ ପାଇଁ ମଧ୍ୟ ପ୍ରାର୍ଥନା କରାଯିବ।